ଅନକ୍ୟାନି ବସ୍ଙ୍କର ବୈଶିଷ୍ଟ୍ୟ ସମ୍ପର୍କରେ ଯାହା ସୂଚନା ଦେଇଛନ୍ତି ବା ବ୍ୟକ୍ତିତ୍ୱ ବାବଦରେ ଯାହା କହିଛନ୍ତି ଯେ ଅନକ୍ୟାନି ବସ୍ ଜଣକ କିଭଳି ମିଜାଜର ବ୍ୟକ୍ତି ଥିଲେ ବା କିଭଳି ସ୍ୱଭାବର ବ୍ୟକ୍ତି ଥିଲେ। ଓଡ଼ିଆ ଲୋକଙ୍କୁ ଭଲ ପାଉନଥିଲେ, ଓଡ଼ିଆ ଲୋକଙ୍କୁ ଘୃଣା କରୁଥିଲେ, ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ଚିହ୍ନୁ ନଥିଲେ, ନିଜେ କେଉଁ ନିର୍ବାଚନ ମଣ୍ଡଳୀରୁ ସିଏ ନିର୍ବାଚିତ ହୋଇଛନ୍ତି ତା ବି ସେ ମନେ ରଖନ୍ତି ନାହିଁ। ରାଜ୍ୟର ସ୍ୱାର୍ଥ କଥା ଯେତେବେଳେ ଆଲୋଚନା ହୁଏ ବା ଗୁରୁତ୍ୱପୂର୍ଣ୍ଣ ବୈଠକ ହୁଏ ସେତେବେଳେ ସେ ଅନକ୍ୟାନି ବସ୍ ଜଣକ ମଟନ କିମା କେମିତି ହେଇଥିଲା, ଭେକ୍ଟି ମାଛର ଝୋଳ କେମିତି ହେଇଥିଲା, ଖାଦ୍ୟ କିଭଳି ଭାବରେ ତାଙ୍କ ରାନ୍ଧୁଣିଆ ରୋଷେଇ କରିଥିଲେ, ଏହିସବୁ ହାଲକା ମନ୍ତବ୍ୟ ଦେଇ ରାଜ୍ୟ ସ୍ୱାର୍ଥ କଥା ଭୁଲି ଯାଆନ୍ତି। ନିଜେ କିଛି ବୁଝନ୍ତି ନାହିଁ, ବୁଝିବାକୁ ଚେଷ୍ଟା କରନ୍ତି ନାହିଁ, କୌଣସି ନିଷ୍ପତ୍ତି ନିଅନ୍ତି ନାହିଁ ଏବଂ ଆଖପାଖର ଜଣେ ଦୁଇ ଜଣ ବିଶ୍ୱସ୍ତ ଲେଫ୍ଟନାଣ୍ଟଙ୍କ ଉପରେ ସବୁକିଛି ଛାଡ଼ି ଦିଅନ୍ତି ବା ନିର୍ଭର କରନ୍ତି।